हेलो। ହଁ ହ୍ୟାଲୋ। ପରୀକ୍ଷା କେମିତି ହେଲା? ଆଜ୍ଞା ସାର୍ ପ୍ରଣାମ ସାର୍ ଭଲ ପ୍ରଣାମ। ହେଇଛି। ଏ କୋଶ୍ଚିନ୍ ସବୁ ତ ପଢିଲା ଭଳି କହୁଛନ୍ତି, ମାନେ ଯେତିକି କ୍ଲାସ ରୁ ପ୍ରିଭିୟସ ଇୟର କରିଥିଲି 20, 19 ଆଉ 18 ରୁ ପଢିଛି ବୋଲି କହୁଛନ୍ତି। ହଁ ସାର୍ ପୁରା ଇଜି ଥିଲା, ଓଡିଆ କ୍ୱେଶ୍ଚିନ୍ ପୁରା ଇଜି ଥିଲା। ଓଡିଆ କୋଶ୍ଚିନ୍ ସବୁ ପ୍ରିଭିୟସ ଇୟର ଆସୁଛି ନା? ହଁ ହଁ ମାନେ ନର୍ମାଲ କ୍ୱେଶ୍ଚିନ୍ ପଚାରିଥିଲା, ମାନେ ସ୍ୱର ଧ୍ୱନି କେତେଟା ଆଉ କଣ୍ଠ ବର୍ଣ୍ଣରୁ ପଚାରିଥିଲା ଗୋଟେ। କ ବର୍ଗଟା ପଚାରିଥିଲା। ହଁ କଡା ଆଉ ପଚାରିଥିଲା। କଣ ଓଡିଆ ପଚାରିଥିଲା? ଆଉ ଓଡିଆ ମାନେ ଡେଫିନେସନ ପଚାରୁଛି ସାର୍, ମାନେ କ୍ରିୟାପଦ ବିଶେଷଣ ଅବ୍ୟୟ। ଡେଫିନେସନ ପଚାରି ଦଉଛି। ହଁ ନର୍ମାଲ କୋଶ୍ଚିନ୍ ଆଉଛି ହଁ। ଓଡିଆର ରୂଢି ଲୋକବାଣୀ। ରୁଢି ଲୋକବାଣୀ, ରୁଢିର କ୍ୱେଶ୍ଚିନ୍ ତ ସାର୍ ଏଥର କାଇଁ ମୁଁ ଦେଖିବାକୁ ପାଇଲିନି। ରୂଢି କେତେ ପ୍ରକାର ଯେମିତି ଆସିଥିଲା କୋଶ୍ଚିନ୍? ନା ହଁ ହଁ ଯୋଉ ହଁ ମାନେ କାର୍ଯ୍ୟ ଅନୁସାରେ କେତେ ପ୍ରକାର। କାର୍ଯ୍ୟ ଅନୁସାରେ ରୂଢି କେତେ ପ୍ରକାର, ହଁ ହଁ ଆସିଥିଲା। ସେଇଟା ଗୋଟେ ଆସିଥିଲା, ଉପସର୍ଗର ମାନେ କଣ ଆଉ ଆସିଥିଲା? ଇଏଟା ପଚାରିନି। ଉପସର୍ଗ ହୁଁ ଉପସର୍ଗ ମାନେ କୋଉ ଉପସର୍ଗ ଲାଗିଛି ଗୋଟେ ୱାର୍ଡ ଦେଇଥିଲା। କରିପାରିଲ? ଅର୍ଥ ଯୋଗରେ ସାର୍, ଅର୍ଥ ଯୋଗରେ ଗୋଟେ ଦେଇଥିଲା ସଶ୍ରମ ହୁଁ ସଜଳ। ହୁଁ ସାର୍ ସେଇଟା ସଶ୍ରମ ମାରିଛି ନିଜ ଅର୍ଥରେ। ହଁ ସଶ୍ରମ ତ ସ୍ୱ ଅର୍ଥ ନା, ସ୍ୱ ମାନେ ନିଜକୁ ଦର୍ଶାଏ। ହଁ ନିଜ ଅର୍ଥରେ। ହଁ ତ ମୁଁ ଆଇଡିଆ କହିଥିଲି ନା, ଆଇଡିଆ ଖଟିଲେ ହେଇଯିବ ବୋଲି। ହଁ ଆଜ୍ଞା ସାର୍। ଆଉ କଣ ଆସିଥିଲା କୋଶ୍ଚିନ୍? ଆଉ ଓଡିଆର ସେମିତି ମନେ ପକ ଟିକେ, ଓଡିଆର ଆଉ କଣ ଆସିଥିଲା ତମର? ଆଉ ଛାଡ ଓଡିଆ ଛାଡ, ଓଡିଆର ଯୋଉ ତମର ଏଇଟା ତତ୍ସମ ତଦ୍ଭବରେ ଏଇଟା ଆସିଥିଲା କୋଶ୍ଚିନ୍ କି ତତ୍ସମ ଶବ୍ଦ କାହାକୁ କୁହାଯାଏ କି, ସଂସ୍କୃତ ଶବ୍ଦକୁ କଣ ଆଜ୍ଞା କୁହାଯାଏ? ସାର୍ ସେଇଟା ଆସିଥିଲା। ହଁ ସେଇଟା ଆସିଥିଲା ବୋଲି କହୁଥିଲେ ପିଲା ତ। ହଁ ଆଉ ମାନେ ସଂସ୍କୃତରୁ ଉଦ୍ଭବ ପୁରା ଡାଇରେକ୍ଟ ଶବ୍ଦଟା କଣ? ହଁ ସଂସ୍କୃତରୁ ଉଦ୍ଭବ ହେଲେ ତଦ୍ଭବ ହବ। ହଁ ହଁ ତ ସେଇଟା କରିଛ ତମେ। ଆଜ୍ଞା ସାର୍। ତ ଓଡିଆ କୋଶ୍ଚିନ୍ ତମେ ମାକ୍ସିମମ୍ ଠିକ କରିଦେଇଛ। ହଁ ଠିକ ଅଛି, ତାପରେ ତମର ଇଂଲିଶ ର କଣ କଣ ଆସିଥିଲା? ମାନେ ଇଂଲିଶ ର ସିରମ ର ଗୋଟେ ସିନୋନେମ୍ ପଚାରିଥିଲା। ସିନୋନିମ୍ କାର୍? ସିରମ SEREME। SEREME। ହଁ ହଁ ସିରମ ପଚାରିଥିଲା। ତାପରେ ତମର ଯୋଉ ମାନେ ଇଂଲିଶ ର ତମର ଆକ୍ଟିଭ ଭଏସ ପାସିଭ ଭଏସ ରୁ ବି ଆସିଥିଲା। ଆଜ୍ଞା ସାର୍। ଡାଇରେକ୍ଟ ଇନଡାଇରେକ୍ଟ ସ୍ପିଚ ବି ଆସିଥିଲା, ଇଜି ଆସିଥିଲା। ହଁ ହଁ ଆଉ କଣ ଆସିଥିଲା ଇଂଲିଶ ର ପ୍ୟାସେଜ ଛାଡିକି? ପ୍ୟାସେଜ ଛାଡିକି ଆଉ ଇଂଲିଶ ର ସାର୍ ସେମିତି ମନେ ପଡୁନି। ମନେ ପଡୁନି, ହଉ ଛାଡନ୍ତୁ। ତମର ଇଂଲିଶ ର ଏସବୁ ଆସିଥିଲା। ଆର୍ଟିକିଲ ଆସିଥିଲା କି କୋଶ୍ଚିନ୍? ଆର୍ଟିକିଲ ଏ ଆନ୍ଦ। ନା ଏରର ଆସିଥିଲା ଗୋଟେ। ଏରର ଆସିଥିଲା, ମାନେ ଏଟା ଏ ଆନ୍ଦ କୁ ନେଇକି ଏରର ଦେଇଥିଲା। ହଁ ହଁ ତ ଆର୍ଟିକିଲ ଆସିଥିଲା ତାମାନେ। ହଁ ଗୋଟେ ସେଇଟା ଆସିଥିଲା। କରିପାରିଲ? କଣ ଥିଲା କୋଶ୍ଚିନ୍ ଟା ଟିକେ ମନେ ଅଛି? ନାଇଁ ସାର୍। ହଉ ଛାଡନ୍ତୁ, ଆର୍ଟିକିଲ ତ ଗଲା। ତାପରେ ଆଉ କଣ ରହିଲା ତମର? ଆର୍ଟିକିଲ ପରେ ତମର ଆଇଡିଅମ ଫ୍ରେଜେସ ରୁ। ଇଡମ ଫ୍ରେଜେସ ରୁ ହଁ ସାର୍ ଆସିଥିଲା। କଣ ଥିଲା କୋଶ୍ଚିନ୍? ସାର୍ ସେଇଟା ମନେ ନାହିଁ। ହେଲେ ଯାହା ଯୋଉ କ୍ଲାସ ରେ ପଢା ହେଇଥିଲା ସେଇ ଭିତରୁ ଆସିଥିଲା। ହଁ ସାର୍ ଆସିଥିଲା। ମାକ୍ସିମମ୍ କୋଶ୍ଚିନ୍ ଆସିଥିଲା ନାଇଁ। ହଉ ହଁ ଟିକେ ବର୍ତ୍ତମାନ ରିଜନିଂ ର କହିଲ। ରିଜନିଂ ରେ ସାର୍ ମାନେ ଏବେ ମାନେ ଦେଇଥିଲା ୱାର୍ଡ ଟା ଦେଇଥିବ। ସାର୍ ରିଜନିଂ ର ଏବେ ଗୋଟେ ପୂର୍ବ ପ୍ରିଭିୟସ ଇୟର ଆଗ ଯୋଉ 2-3 ଇୟର ପୂର୍ବରୁ ପଚାରେ। ମାନେ ମାନେ ଅଜାଙ୍କର ବାପାଙ୍କର ପିତାଙ୍କର କଣ ବ୍ଲଡ ହେବେ। ରିଲେସନ, ବ୍ଲଡ ରିଲେସନ ମାନେ ହଁ ତାଙ୍କର ବୟସ ସେଇଟା ଏତିକି ବର୍ଷ ବ୍ଲଡ, ପୂର୍ବେ ଥିଲା ହଁ ଏତିକି। ତ ଭାଇ ରିଲେସନ ଆନ୍ସର ଟା ଭାଇ ଥିଲା। ଭାଇ ଥିଲା ଆନ୍ସର ନାଇଁ। ହଉ ହଁ ତମର ରିଜନିଂ ର ଆଉ ତମର ଆଉ କଣ ଆସିଥିଲା? ଆଲଫାବେଟିକାଲ ସିରିଜ। ହଁ ଆଲଫାବେଟିକାଲ ସିରିଜ ର 2ଟା ଆସିଥିଲା। ଆଲଫାବେଟିକାଲ ସିରିଜ 2ଟା ଆସିଥିଲା, ମାନେ ଏଟା ଡାଇରେକ୍ଟ ଜଣା ପଡିଯାଉଥିଲା। ହଁ ସାର୍, ଗୋଟେ ମାନେ ତଳ ଲେଟର ଟା ଯାହା ରହିବ, ଉପର ମାନେ ଯୋଉ ୱାର୍ଡ ଟା ଦେଇଥିବ, ଫ୍ଲାୱାର ଦେଇଥିଲା ନା କଣ, ତାର ୱାର୍ଡ ଟା ଥିବ ଫ୍ଲାୱାର ତଳ, ମାନେ କଣ କି ତାର ପୂର୍ବ ୱାର୍ଡ ଟା ରହିବ। ଆନ୍ସର ଯାହା ରହିବ ତା ପୂର୍ବ ନମ୍ବର ଟା ରହିବ। ହଁ ପୂର୍ବ ନମ୍ବରଟା ମାନେ ପ୍ରିଭିୟସ ଗୋଟେ ଗୋଟେ ମାଇନସ କରିଥିଲା, ମାନେ ୱାନ ମାଇନସ। ହଁ ହଁ ୱାନ ମାଇନସ ଲେଟର ଥିଲା। ତାପରେ ତୁମର ଆଉ ରିଜନିଂ ର କଣ ଥିଲା କୋଶ୍ଚିନ୍? ଆଉ ମୁଁ ରିଜନିଂ ର 3ଟା କୋଶ୍ଚିନ୍ ଗଲା, 2ଟା କୋଶ୍ଚିନ୍ ଆଉ। ତୁମର ରିଜନିଂ ର ଏଇଟା ଆସିଥିଲା କି ଷ୍ଟେଟମେଣ୍ଟ କନକ୍ଲୁଜନ ରୁ? ନାଇଁ ନାଇଁ ଷ୍ଟେଟମେଣ୍ଟ କନକ୍ଲୁଜନ ହାର୍ଡ କୋଶ୍ଚିନ୍ ଆସିନି ଏ ବର୍ଷ ନାଇଁ। ନା ସିଲୋଜିଜିମ ତ ଆସିନି। ନା ସିଲୋଜିଜିମ ଆସିନି। ତ ତମର ଯୋଉ ସିଲୋଜିଜିମ ଆସିନି, ଆଉ କୋନଟା ଟପିକ ରହିଲା ତମର? ଭେନ୍ ଡାଇଗ୍ରାମ ତ ନାହିଁ। ନା ନା ଭେନ୍ ଡାଇଗ୍ରାମ ଆସିନଥିଲା। ଆସିନଥିଲା। ସେ ସାଇନ୍ସ ଟପିକ ରୁ ବୋଧେ ଆସିଥିଲା। ହଉ ଆଚ୍ଛା, ବର୍ତ୍ତମାନ ମ୍ୟାଥକୁ ଆସନ୍ତୁ। ମ୍ୟାଥ ର ପ୍ରଫିଟ ଲସ୍ ରୁ କୋଶ୍ଚିନ୍ ଆସିଥିଲା, ବିଅର ଡାଇରେକ୍ଟ ଏଟା। ହଁ ଆଉ ତମର ତ୍ରୈମାସିକ ଆସିଥିଲା, ଯୋଉଟା ସାର୍ ରିସେଣ୍ଟ କାଲି ଆପଣ କରିଥିଲେ ଗୋଟେ। ହଁ ମାନେ ଡାଇରେକ୍ଟ କହିଥିଲି, ମୁଁ କହୁଥିଲି ଆସିବ ବୋଲି। ସେଇଟା ହଁ ତମର କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆସିଥିଲା। ଆଉ ଯୋଉ ପ୍ରଫିଟ ଲସ୍ ରୁ କୋଶ୍ଚିନ୍ ଟା କଣ ଆସିଥିଲା ଟିକେ ମନେ ପକେଇ ପାରିବ? ପ୍ରଫିଟ ଲସ୍ ର ନା, ମାନେ କେତେ ଲାଭ ପଚାରିଥିଲା। କେତେ ଲାଭ ହେଲେ କୋଶ୍ଚିନ୍ ଟା କୋଉ ଟାଇପ ର ଥିଲା? ମାନେ ତମେ ନିଜେ ମନେ ନାହିଁ ପଡିଲେ ବି ଏଇ ଟାଇପ ର କୋଶ୍ଚିନ୍ ଟା କୁହ।
ଦେଇ ଦେଇଥିଲା ସାର୍, ପୁରା ନମ୍ବର ଫମ୍ବର ସବୁ ଦେଇ ଦେଇଥିଲା, ଖାଲି ନର୍ମାଲ ମାନେ ଇଜିଟା ଥିଲା, ଖାଲି ତାର କେତେ ଲାଭ ମାନେ ପରସେଣ୍ଟେଜ ପଚାରି ନଥିଲା, କେତେ ଟଙ୍କା ମାନେ ଖାଲି ଏତିକି ଲାଭ ଟଙ୍କା ମାନେ ଏତିକି ଟଙ୍କା କେତେ କ୍ରୟ ମୂଲ୍ୟ ଟୋଟାଲ ଏତିକି ଟଙ୍କା ଲାଭ। ବିକ୍ରି ମୂଲ୍ୟ ହଁ ମାନେ ହଁ ହେଲେ କେତେ ଟଙ୍କା ଲାଭ ହବ ହଁ ବାସ୍ ଏମିତି ଥିଲା ନାଇଁ ଲାଭ କ୍ଷତିର କୋଶ୍ଚିନ୍। ହଁ। ହଁ ସିମ୍ପଲ ଇଣ୍ଟରେଷ୍ଟ କୁ କେତେ କଣ ମାଗିଥିଲା? ସିମ୍ପଲ ଇଣ୍ଟରେଷ୍ଟ ସାର୍ କ୍ୱେଶ୍ଚିନ୍ ଟା ମନେ ନାହିଁ। ହଁ ହେଲେ କୋଶ୍ଚିନ୍ କୋଉ ଟାଇପ ର ଥିଲା ମାନେ ତୁମର ଯୋଉ ସମୂଳ ଚକ୍ର ମାନେ ସମୂଳ ସରଳ ସୁଧ ଥିଲା? ହଁ ସମୂଳ ସରଳ ସୁଧ ଦେଇଥିଲା, ନର୍ମାଲି ଦେଇଥିଲା ନାଇଁ, ଯୋଉଟା କି ଆମର ଆମାଉଣ୍ଟ ଦେଇକିନା ପ୍ରିନ୍ସିପାଲ ଆଉ ଯୋଉ ମାନେ ସିମ୍ପଲ ଇଣ୍ଟରେଷ୍ଟ ମିଶେଇକି କୋଶ୍ଚିନ୍ ଥିଲା। ହଁ ହଁ ସେଇଟା ଥିଲା। ଆଉ ତମର ପ୍ରଫିଟ ଲସ୍ ଗଲା ଇଏ ଗଲା। ପରସେଣ୍ଟେଜ ର ବି ଗୋଟେ କୋଶ୍ଚିନ୍ ଥିଲା ତମର ନା? ଆଜ୍ଞା ସାର୍। ଡାଇରେକ୍ଟ ଗୋଟେ ନମ୍ବର କେତେ ପରସେଣ୍ଟ ବୋଲି କୁହାଯାଇଥିଲା। ଆଜ୍ଞା। ହଁ ତାପରେ ତୁମର ପରସେଣ୍ଟେଜ ଗଲା, ଯୋଉ ପ୍ରଫିଟ ଲସ୍ ଗଲା। ଜୋମେଟ୍ରିର ତୁମର ସାର୍କିଲ ରୁ କୋଶ୍ଚିନ୍ ଆସିଥିଲା, ଆଙ୍ଗେଲ ରୁ ଆସିଥିଲା, ସମଦ୍ୱିବାହୁ ତ୍ରିଭୁଜ ରୁ ଆସିଥିଲା। ସମବାହୁ ତ୍ରିଭୁଜର ଆସିଥିଲା। ସମବାହୁରୁ ଆସିଥିଲା ନାଇଁ? ହଁ ତମର ଆଉ ଗୋଟେ ଯୋଉ ବୃତ୍ତ ଥିଲା, ସ୍ପର୍ଶକ ତାର ଟାଞ୍ଜେଣ୍ଟ ରୁ ସ୍ପର୍ଶକ ଥିଲା। ହଁ ବୃତ୍ତ ଥିଲା, ତାର ସ୍ପର୍ଶକ ଥିଲା, ସ୍ପର୍ଶକ ଖଣ୍ଡ ଦେଇଥିଲା। ତାର ଦେଇଥିଲା କଣ ସେମି କେତେ ସେମି ଦେଇଥିଲା ସ୍ପର୍ଶକର। ହୁଁ ଆଉ ସ୍ପର୍ଶ ଖଣ୍ଡର ଗୋଟେ ପାର୍ଟ ଦେଇଥିଲା, ଆଉ ଗୋଟେ ପାର୍ଟ ପଚାରିଥିଲା କେତେ ହଁ ସେମି। ସେଇ ଟାଇପ ର କୋଶ୍ଚିନ୍ ତ ମାନେ ଡାଇରେକ୍ଟ କହିଥିଲି ମୁଁ ତୁମକୁ, ଯୋଉ ମାନେ ଜୋମେଟ୍ରି ଗୋଟେ କ୍ଲାସ ଥିଲା ଯୋଉ ମାନେ ଆଜ୍ଞା ସାର୍। ସେଇ ଭିଡିଓରେ ହିଁ ସେଇ ଟାଇପ ର କହିଦେଇଥିଲି ଏଇ ଟାଇପ ର କୋଶ୍ଚିନ୍ ଆସିବ ବୋଲି। ହଁ ହଁ ଗଲା ଏଇ ଜୋମେଟ୍ରି ଗଲା। ତୁମର ମେଥ ର ରେସିଓ ପ୍ରପୋର୍ସନ ରୁ କୋଉ ଟାଇପ ର ଆସିଥିଲା ମାନେ ଅନୁପାତ ସମାନୁପାତ ରୁ? ମାନେ ତିନିଟା ଦେଇଥିଲା, ଅନୁପାତ ଦେଇଥିଲା, ହୁଁ ତାର ଗୁଣଫଳ ଦେଇଥିଲା। ହଁ ସେଇ ରିଲେଟେଡ ତାର ମାନେ ମନେ ନାହିଁ। ତମର ତୃତୀୟ ସମାନୁପାତି କି ଚତୁର୍ଥ ସମାନୁପାତି ଏମିତି ମାଗିଥିଲା। ହଁ ହଁ ମାନେ ଯୋଉ ଫାଷ୍ଟ ତିନିଟା ଦେଇଥିଲା 4 ନମ୍ବରଟା ମାଗିଥିଲା କି ମଝିଟା ମାଗିଥିଲା? ହଁ ହଁ ଏଇ ଟାଇପର ଗୋଟେ ମାଗିଥିଲା ନାଇଁ? ଆଜ୍ଞା ସାର୍। ମାନେ ଡାଇରେକ୍ଟ ଏଟା ଆଜ୍ଞା ଅନୁପାତ ସମାନୁପାତରୁ ବି ଡାଇରେକ୍ଟ କୋଶ୍ଚିନ୍ ତମର ଆସିଯାଇଥିଲା। ହଁ। ତାପରେ ତମର ମେଥ ର ଆଉ କୋଉ ଟପିକ ଟା ସେଟ ରୁ କଣ ଆସିଥିଲା ସେଟ ରୁ? ସେଟୁ ସାର୍ 5 ବୋଧେ, ମାନେ A ୟୁନିୟନ B ମାନେ X ୟୁନିୟନ Y ଇଜ ଇକ୍ୱାଲ ଟୁ X ଥିଲା। ହୁଁ ତାପରେ X ଇଣ୍ଟରସେକ୍ସନ Y କେତେ ପଚାରିଥିଲା। ମାନେ ଏଇ ଟାଇପର କୋଶ୍ଚିନ୍ ଥିଲା, ଟିକେ ମାନେ ହଁ କନଫ୍ୟୁଜ କରିବା ପାଇଁ ସେଇ ସେମ ଟର୍ମ ସେ ୟୁଜ କରିଥିଲା। ସେଇଟା 5 ହବ ନା? ହଁ 5 ହେବ କାରଣ ଏଟା କିଛି ନାହିଁ ଭ୍ୟାଲୁ। ହଁ ଫାଷ୍ଟ ରୁ ହିଁ ଷ୍ଟେଟମେଣ୍ଟ ଟା ତ ମିଷ୍ଟେକ ଅଛି। X ୟୁନିୟନ ହଁ ସେଇଟା Y ମାନେ ଇକ୍ୱାଲ ଟୁ X ଅପସନ କେମିତି ଦେଇଥିଲା। ହେବ? ହଁ ସେଇଟା ରଙ୍ଗ ଅଛି, ଛାଡନ୍ତୁ ସେଇଟା। ହଁ ତା ଦେଇଥିଲା ଆଉ କୌଣସିଟି ବି ନୁହେଁ ଦେଇଥିଲା। ନାଇଁ ଏଇଟା ହେବନି ଜଣା ପଡୁଛି ଏଥିରେ ଫାଇଭ। ସାର୍ ଅପସନ ଗୁଡା ଟିକେ କନଫ୍ୟୁଜ, ମାନେ କୌଣସିଟି ବି ନୁହେଁ, ଯୋଉ ଉପରୋକ୍ତ ସମସ୍ତ ଆନ୍ସର ଥାଏ ନା, କୌଣସିଟି ବି ନୁହେଁ କେତେ ନାଇଁ ଗୁଡେ ଫାଇ ଅପସନ ଲେଖିବ, ଦେଇଥିଲା ଫାଇ ସାର୍। ଲେଖିବ, କଣ ସେଠି ନୁହେଁ ଏମିତି ଲେଖିବ, ଫାଇ ଲେଖିବ। ଆଜ୍ଞା। ହଁ ତ ଫାଇ ଲେଖିଛ ନା? ହଁ ହଁ ତାପରେ ତୁମର ମେଥ ର ଆଉ କୋଉ ଟପିକ ରୁ ଆସିଥିଲା? ମ୍ୟାଥ ର ଆଉ HCF LCM ର। ହଁ LCM ର କଣ ଆସିଥିଲା ମାନେ ତମର ଲସାଗୁ ଗସାଗୁ ର? ସେଇଟା ହଁ ଗୋଟେ ନମ୍ବର ମାନେ ସାନ ଡିଜିଟ ପଚାରିଥିଲା, ମାନେ 12, 14, 28, 48 ଏତିକୁ ଭାଗ କଲେ ଭାଗଶେଷ 2 କେମିତି ରହିବ। ପ୍ରତ୍ୟେକ ସ୍ଥଳରେ ଭାଗଶେଷ 2 ମାନେ କେମିତି ରହୁଛି, ମାନେ ହଁ ତମର ମାନେ କ୍ଷୁଦ୍ରତମ ସଂଖ୍ୟା କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଏତିକି ହଁ ସଂଖ୍ୟାକୁ ଭାଗଶେଷ 2 ହେବ। ମାନେ ତମର ହଁ ଲସାଗୁ ବାହାର କରିଦେବ 2 ଲାଷ୍ଟରେ ଯୋଉ ତମର ମାଇନସ କରିଦବ। ଆଜ୍ଞା। ବାସ୍ କହିଛ ନା? ହଁ ବାସ୍ ବାସ୍ ଇଏ ଗଲା ଲସାଗୁ ଗସାଗୁ। ଆଉ ତୁମର ମେଥ ର ଇକ୍ୱେସନ ଆସିଥିଲା? ଇକ୍ୱେସନ ର ଆଜ୍ଞା ସାର୍ ଗୋଟେ ସମୀକରଣ ଥିଲା, କଣ କ୍ୱେଶ୍ଚିନ୍ ମାର୍କ ଦେଇଥିଲା, କାହାର ସ୍କୋୟାର ହୁଁ ହୁଁ ପ୍ଲସ୍ ଆଉ ଗୋଟେ ଡିଜିଟ ର ସ୍କୋୟାର ଦେଇଥିଲା ଇକ୍ୱାଲ ଆଉ ଗୋଟେ ଡିଜିଟ ର ସ୍କୋୟାର ମାଇନସ ଗୋଟେ ନମ୍ବର ଦେଇଥିଲା। ମାନେ ହୁଁ ଅପସନ ଅନୁସାରେ ଏଟା ପୁଟ କଲେ ବାହାରିବ ଆଉ। ହଁ ଅପସନ ପୁଟ କରିବାକୁ ହିଁ ପଡିବ, ଏଟା କାଲକୁଲେସନ କଲେ ତ ବହୁତ ଲେନ୍ଥି ହବ। ଆଜ୍ଞା ସାର୍। ଆଉ ଛାଡନ୍ତୁ, ତମର ସ୍କୋୟାର ରୁଟ ରୁ କଣ ଆସିଥିଲା? ସେଇଟା କ୍ୟୁ ର ପଚାରିଥିଲା ଏଥର। ଏଥର କ୍ୟୁ ର ପକେଇଥିଲା, ମାନେ ଡାଇରେକ୍ଟ A ପ୍ଲସ B ର ହୋଲ କ୍ୟୁ ଟାଇପ ର ପଡିଯାଉଥିଲା। ହଁ A କ୍ୟୁ ପ୍ଲସ B କ୍ୟୁ ପ୍ଲସ 3A² B ପ୍ଲସ 3AB² କରିଦେଲ। ହଁ ଠିକ ଅଛି, A ପ୍ଲସ B ର ହୋଲ କ୍ୟୁଟା ମାନେ ଆସିଗଲା। ତାପରେ ତମର ମେଥ ର ଆଉ କୋଉ ଟପିକ ଛାଡିଲା ଆମେ? ଲସାଗୁ ଗସାଗୁ ମ୍ୟାଥ ର ପ୍ରାୟ ସବୁ ଟପିକ କହିଲେ ମେଥ ନାଇଁ? ହଁ ମେଥ ଗଲା, ତୁମର ରିଜନିଂ ଗଲା, ଓଡିଆ ଗଲା, ତାପରେ ରହିଗଲା ସୋସିଆଲ ସାଇନ୍ସ। ଆଜ୍ଞା ସାର୍। ସୋସିଆଲ ସାଇନ୍ସ ର କଣ ଆସିଥିଲା? ସାର୍ ମୁଁ ଆଟେଣ୍ଡ ବି କରିପାରିନି, ମାନେ କମ୍ପ୍ୟୁଟର ସେ ଜାଗାରେ ମୁଁ କାନ୍ଦିକି ପକେଇଲି, ମାନେ କମ୍ପ୍ୟୁଟର ମୋର ଖରାପ ବି ଥିଲା। ହଉ ହଉ ମାନେ ଏତ ଗୋଟେ ଶୁଣନ୍ତୁ ଟାଇମ ଶୁଣନ୍ତୁ ଖରାପ ହେଲା, ଆଉ ଗୋଟେ ଟାଇମ ଏଡେ ଭଲ। ଆଜ୍ଞା ସାର୍। ତମର ଏଇ ଯୋଉ ମାନେ ତାହାଡାକୁ ରେକର୍ଡିଂ କଲେ ଭିଡିଓ ଟା ପୋଷ୍ଟ କଲେ ହବ ତ? ଆଜ୍ଞା ସାର୍। କିଛି ପ୍ରୋବ୍ଲେମ ନାହିଁ ତ? ନା ନା। ହଉ ଶୁଣନ୍ତୁ, ତମର ଯୋଉ ଟିଚିଂ ଆପଟିଚ୍ୟୁଡ ର ମାନେ ତମର ଟିଚିଂ ରିଲେଟେଡ ଇସୁ ଯୋଉ ଗୋଟେ ଭିଡିଓ ଥିଲା, ସେଇ ଭିଡିଓରୁ 2ଟା କ୍ୱେଶ୍ଚନ ଆସିଥିଲା ପରା, ଡାଇରେକ୍ଟ କ୍ୱେଶ୍ଚନ। ହଁ ଟିଚିଂ ର ମାନେ ଇସୁ ରିଲେଟେଡ ବା ଡାଇରେକ୍ଟ କ୍ୱେଶ୍ଚନ 2ଟା ଆସିଥିଲା, ସେମ ଟୁ ସେମ ଫାର୍ଷ୍ଟ କ୍ୱେଶ୍ଚନ ଟା ଆଉ 3 ନମ୍ବର କ୍ୱେଶ୍ଚନ ଟା ଡାଇରେକ୍ଟ ଆସିଥିଲା କହୁଛନ୍ତି ପିଲା। ଆଜ୍ଞା ସାର୍।
ହଁ ତୁମର ଟିଚିଂ ରିଲେଟେଡ୍ ଇସ୍ୟୁ ଥିଲା। ଆଉ ତୁମର ଯୋଉ ଏଜୁକେଶନାଲ କମିଶନ ର କୋଉ କ୍ୱେଶ୍ଚିନ୍ ଆସିଥିଲା ମନେ ପକେଇ ପାରିବ? ଏଜୁକେଶନାଲ କମିଶନ ର ହଉ ଛାଡନ୍ତୁ। ସେ 43 ଆଉ 44 ତମ ସଂଶୋଧନ ଇଏରେ କୋଉଟା ହଁ ତୁମର 43 44 ତୁମ ସଂଶୋଧନ ଆଇନ ପକେଇଥିଲା ମାନେ ଶିକ୍ଷାକୁ ଆମେଣ୍ଡମେଣ୍ଟ ନେଇକି ହୁଁ ହଁ ହଁ ତୁମର ଏଇଟା ଗୋଟେ ପକେଇଥିଲା ପରା ଆର୍ଟିକଲ ତୁମର 21 ଏଜ ଏଜୁକେଶନ ହଁ ସେଇଟା ହଁ ଶିକ୍ଷା ରିଲେଟେଡ୍ ପକେଇଥିଲା ନାଇଁ ତୁମର। ହଁ ଆଉ ତୁମର ମନେ ପକ ଟିକେ ରିଜନ ମାନେ ତୁମର ଯୋଉ କଣ କହନ୍ତି ନା ଏଜୁକେଶନ ଆୱାରନେସ୍ ଆଉ ଟିଚିଂ ଆପ୍ଟିଚ୍ୟୁଡ ଟିକେ ମନେ ପକ। ଟିଚିଂ ଏଜୁକେଶନ ଆପ୍ଟିଟ୍ୟୁଡ ନା ସାର୍ ଏମିତି ପଚାରିଥିଲା କି କଣ ମାନେ ସୁଗୁଣ ମାନେ ଶିକ୍ଷକ ହେବା ପାଇଁ କୋଉଟା ଭଲ ଗୁଣ ତାଙ୍କର ମାନେ ଆଦର୍ଶ ଶିକ୍ଷକ ହେଇପାରିବେ ଆଉ ଗୋଟେ ଆଦର୍ଶ ଶିକ୍ଷାର୍ଥୀ ହେଇପାରିବେ ଦିଟା କ୍ୱେଶ୍ଚନ ସେମିତି ପକେଇଥିଲା। ଏସବୁ କରାହେଇଛି ଡିସ୍କସନ କରାହେଇଛି। ଆଜ୍ଞା ସାର୍। ତାପରେ ତୁମର ଯୋଉ ଟିକେ ଏଜୁକେଶନ ଜେନେରାଲ ଆୱାରନେସ୍ ରେ ତୁମର ଏଜୁକେଶନାଲ ଯୋଉ ତୁମର ଆବ୍ରିଭିଏସନ ରିଲେଟେଡ୍ କ୍ୱେଶ୍ଚନ ଥିଲା ମାନେ ଫୁଲ ଫର୍ମ ମାନେ ସୋସିଆଲ ସାଇନ୍ସ ଟା ତମର କଣ କଣ ଆସିଥିଲା ଟିକେ କୁହ ଆଉ ସାଇନ୍ସ ଟା କଣ ଆସିଥିଲା ତାପରେ ରହିବ। ସୋସିଆଲ ସାଇନ୍ସ ର ତ ଏଇଟା ଟିକେ କନଫର୍ମ କର ତ ମାନେ ତମର ନିର୍ବାଚନ ମଣ୍ଡଳୀ ଚିହ୍ନ କିଏ ଦିଅନ୍ତି ଏଇଟା କ୍ୱେଶ୍ଚନ ଥିଲା? ନା ଜଣେ କହିଲେ ତ ସେମିତି କ୍ୱେଶ୍ଚନ ଆସିଥିଲା ବୋଲି। ନାଇଁ ଆଉ ତୁମର ଚିପକ ଆନ୍ଦୋଳନ ଥିଲା? ଆଜ୍ଞା ସାର୍। ରକ୍ତ ମନ୍ଦାର କେଉଁ ପ୍ରକାର ବିଶେଷ୍ୟ ଥିଲା? ହଁ ଆଉ ତୁମର ଯୋଉ ଆଉ କଣ ଥିଲା ତୁମର ଆଉ ଟିକେ ମନେ ପକଉନି ସୋସିଆଲ ସାଇନ୍ସ ର ଆଉ ତୁମର ଆବ୍ରିଭିଏସନ ଭିଡିଓ ଥିଲା କି ମାନେ ସରି କ୍ଲାସ ଥିଲା କି ତୁମର ଆସିଥିଲା କି କ୍ୱେଶ୍ଚନ? ହଁ ଆବ୍ରିଭିଏସନ କଣ ଆସିଥିଲା ତମର ଫୁଲ ଫର୍ମ? ହଁ ଯୋଉ ଫୁଲ ଫର୍ମ ରୁ କଣ ଆସିଥିଲା? ସାର୍ ଆସିଥିଲା DIED। DIED ର ଫୁଲ ଫର୍ମ କଣ? ହଁ ହଁ ଆଉ ଫୁଲ ଫର୍ମ ଆଉ କିଛି ମାନେ ଏଜୁକେଶନ କଣ ଆସିଥିଲା ଆଉ? ସାଇନ୍ସ ର ତୁମର ଭୂତାଣୁ ବୀଜାଣୁ କବକ ଲବକ ମାନେ କବକ ହେଲା ରେଟ ଆସିଥିଲା? ଡିଜିଜ ର ସାର୍ ଆସିନଥିଲା ଏଥର। ମାନେ ଭୂତାଣୁ କବକ ଯୋଉ ମାନେ ଭୂତାଣୁ କବକ ରେଟ କଣ ଗୋଟେ ଥିଲା କ୍ୱେଶ୍ଚନ କହୁଥିଲେ ପିଲା? ସାର୍ ଡାଇଗ୍ରାମ ରୁ ପଚାରିଥିଲା। ଡାଇଗ୍ରାମ ରୁ ପଚାରିଥିଲା। ହଁ ହଁ ଆଉ ପ୍ଲାଣ୍ଟସ ଆଣ୍ଡ ଆନିମାଲ ସେଲ ରୁ ଆସିଥିଲା? ହଁ ହଁ ଆଉ ତମର ସାଇନ୍ସ ର ଯୋଉ ମାନେ ଯୋଉ ପ୍ଲାଣ୍ଟ ମର୍ଫୋଲୋଜି ରୁ ଆସିଥିଲା? ଆଜ୍ଞା। ସାଇନ୍ସ ର ଆଉ କୋଉଟା ଆସିଥିଲା ତମର ଯୋଉ କେମିକାଲ ରିଆକ୍ସନ ଏଣ୍ଡ ଇକ୍ୱେସନ? ହଁ ଆସିଥିଲା ବାଲାନ୍ସ କରିବା ପାଇଁ। ଇସ୍ତାପନର ମାନେ କୋଉଠି ମାନେ କିଛି ବି କାମ କୋଉଠି ହେଇଛି ତାର ଅପସନ ଦେଇଥିଲା। ଆଉ ତୁମର ଯୋଉ ସାଇନ୍ସ ର କଣ ରହିଲା ଆଉ? ସାଇନ୍ସ ର ବହୁତ ଚାପ୍ଟର ଅଛି ନା ଆଉ କୋଉ ଚାପ୍ଟର ସାଇନ୍ସ ଆସିଥିଲା ତମର? ଫୋର୍ସ ଏନର୍ଜି ପତ୍ର ଦେଇଥିଲା ପତ୍ର ଶିରା ନା କଣ ସାର୍ ତାର ସେଇ ମାନେ ଅପସନ ଗୁଡା ସବୁ ସେମ ଥିଲା। ହଁ ମାନେ ଏଟା ଥିବ ଶିରା ବିନ୍ୟାସ ଥିବ ଏଟା ହଁ ତମର ପ୍ଲାଣ୍ଟ ମର୍ଫୋଲୋଜି ର ଏଟା ଥିବ। ଆଉ ତମର ଯୋଉ ଫିମେଲ ପାର୍ଟ ମେଲ ପାର୍ଟ ମାନେ ଯୋଉ ତାର ଫ୍ଲାୱାର ର ନା ଆସିନି। ଆସିନଥିଲା। ଆଉ ତମର ଯୋଉ ସାଇନ୍ସ ର କଣ ରହୁଛି ସେପଟେ ଫୋର୍ସ ଏନର୍ଜି ମୋସନ? ହଁ ଆସିଥିଲା ୱାର୍କ ର ଗୋଟେ ଆସିଥିଲା। ୱାର୍କ ର ହୁଁ ୱାର୍କ ର କଣ ଥିଲା ମାନେ ଯୋଉ ୟୁନିଟ ଜୁଲ ଥିଲା କି କଣ ଥିଲା? ସେ ହଁ ସେଇ ଇଏ ର ଗୋଟେ ପକଉଛି ମାନେ ଜୁଲ ରୁ ଆସୁଛି ନା କଣ ୱାଟ ଥିଲା? SI ୟୁନିଟ ରୁ ଆସୁଛି କ୍ୱେଶ୍ଚନ। ହଁ SI ୟୁନିଟ ର ଗୋଟେ ଆସିଥିଲା। SI ୟୁନିଟ ଆସିଥିଲା। ଆଉ ତମର ସାଇନ୍ସ ର ଯୋଉ ରହୁଛି କଣ ନା କହନ୍ତି କି ତମର ଟିକେ କହୁଛି ତମର ଗ୍ୟାସ ରହିଲା ଲିକ୍ୱିଡ ରହିଲା ସଲିଡ ରହିଲା। ହଁ ସାର୍ ମାନେ ଗ୍ୟାସ ର ଆମର ସାର୍ 3ଟା ଅବସ୍ଥା ଆମେ ଜାଣିପାରୁଛନ୍ତି କିନ୍ତୁ 5ଟା ଅଛି ନା ଅପସନ ରେ 5ଟା ଦେଇଥିଲା। ହଁ ତ ଦେଇଥିଲା କି ତରଳ ଗ୍ୟାସିୟ ଆଉ ବୋସ ଗୋଟେ ଦେଇଥିଲା ପ୍ଲାଜମା ଦେଇଥିଲା କଠିନ ଅବସ୍ଥା ଦେଇଥିଲା ତ ଆଉ ଗୋଟେ ଦେଇଥିଲା କୌଣସିଟି ବି ନୁହଁ ମାନେ ଉପରୋକ୍ତ ସମସ୍ତ ଗୋଟେ ଦେଇଥିଲା। ହଁ ସେଇଟା ଉପରୋକ୍ତ ସମସ୍ତ ହିଁ ହବ ବୋଧେ। 5ଟା ଅବସ୍ଥା ହବ ନା 5ଟା ସବୁଠୁ ହଁ ଅବସ୍ଥା ପ୍ଲାଜମା ବି ତାର ଗୋଟେ ଅବସ୍ଥା ପିଲା ଜାଣିନାହାନ୍ତି କିନ୍ତୁ ପ୍ଲାଜମା ବି ହଁ ଅବସ୍ଥା। ପ୍ଲାଜମା ଗୋଟେ ବୋସ ଦେଇଥିଲା। ସବୁ ଅବସ୍ଥା ତାର ହଁ ଠିକ ଅଛି ସବୁ ତ ହବ। ହଁ ଆଉ ତୁମର ଯୋଉ ସାଇନ୍ସ ର ଆଉ କଣ ଥିଲା ଭଲ କ୍ୱେଶ୍ଚନ? ରକ୍ତ ରିଲେଟେଡ୍ ବ୍ଲଡ ଗ୍ରୁପ ରିଲେଟେଡ୍? ନା ରକ୍ତ ଡିସ୍କଭରି ରିଲେଟେଡ୍? ନା ନାଇଁ ହଉ ଛାଡନ୍ତୁ। ତମର ସୋସିଆଲ ସାଇନ୍ସ ର କଣ ଆସିଥିଲା ପ୍ରାଚୀନ ଯୁଗରେ ଲୋକମାନେ କେଉଁ ଖାଦ୍ୟ ଖାଉଥିଲେ? ନା
ଆସିଲା ପୂର୍ବରୁ ମାନେ ଲୋକମାନେ ମୁଖ୍ୟତଃ ମାନେ କାହାକୁ ଶିକାର କରିକି ସଂଗ୍ରହ କରୁଥିଲେ। ହୁଁ ମାନେ କଣ ମାନେ ଅପସନ ଥିଲା ମୁଖ୍ୟତଃ କାଠ, ହୁଁ ପଥର, ଆଉ କଣ ତମ୍ବା, ହୁଁ ଆଉ ଫଳମୂଳ ନା କଣ ଥିଲା ହଁ ହାଡ। ହଁ ଏମିତି ଥିଲା ଗୋଟେ। ଏଇଟା ଗୋଟେ ହଁ କ୍ୱେଶ୍ଚନ ଥିଲା କି ତମର ପ୍ରାଚୀନ ଯୁଗରେ ଲୋକମାନେ ମାନେ କୋଉ ଖାଦ୍ୟ ଖାଉଥିଲେ? ମାଛ, ବନ୍ୟପ୍ରାଣୀ, ବାଦାମ, ଫଳମୂଳ? ହଁ ମାଛ ଅପସନ ଥିଲା, ଫଳମୂଳ ଥିଲା ମାନେ ଫଳ ଆଉ ବାଦାମ ଥିଲା। ହୁଁ ତ ସେଇ ରିଲେଟେଡ ଗୋଟେ କ୍ୱେଶ୍ଚନ ଥିଲା। ହଁ ତୁମର କୋଉ ଆଉ କୋଉ ଟପିକ ଛାଡିଲା ଆମେ କୁହ ତ? ଆଉ ହିଷ୍ଟ୍ରି, ହଁ ହିଷ୍ଟ୍ରିର ହିଷ୍ଟ୍ରି ତ ସାର୍ ସେଇ ଚିପକ ଆନ୍ଦୋଳନ ପଡିଥିଲା ଗୋଟେ। ହଁ ହିଷ୍ଟ୍ରି, ଇକୋନୋମିକ୍ସ, ପଲିଟିକାଲ କଣ ଥିଲା ଆଉ? 5 years ପଲିଟିକାଲ ର 5 years ପ୍ଲାନ ପଡିଥିଲା। ହଁ। କୋଉ 5 year? ହ୍ୟାଲୋ। ହଁ କୋଉ 5 year ପଡିଥିଲା? ହ୍ୟାଲୋ। ହଁ ହଁ ଶୁଭୁଛି। ଆଜ୍ଞା ସାର୍ କୁହନ୍ତୁ। ବୋଲେ କୋଉ 5 year ପଡିଥିଲା? ମାନେ ଫାର୍ଷ୍ଟ 5 year, ସେକେଣ୍ଡ 5 year, ହରଦମର ମଡେଲ? ନା ନା। ହଉ ଛାଡନ୍ତୁ, ସେଗୁଡା ଆସୁଥିଲା। ଆଉ ତମର ଯୋଉ ରିଭଲ୍ୟୁସନ, ଗ୍ରୀନ ରିଭଲ୍ୟୁସନ, ହ୍ୱାଇଟ ରିଭଲ୍ୟୁସନ? ନା। ହଉ ଆଉ କଣ ଆସିଥିଲା ଟିକେ ମନେ ପଇଲା କହିଲ? ଆଉ ସାର୍ ହିଷ୍ଟ୍ରି ଏମିତି ମନେ ନାହିଁ, ମୋର ଟାଇମ ଆଉଟ୍ ହେଇଯାଇଥିଲା ନା। ମୁଁ ହଁ ଏତେ ହିଷ୍ଟ୍ରି ଆଉ ଜିଓଗ୍ରାଫି ଟା ଆଟେଣ୍ଡ କରିପାରିନଥିଲି। ହଉ ଛାଡନ୍ତୁ, ଏଗୁଡା ହେଲାନି। ଆଉ ଏଜୁକେସନ ଠିକ ଅଛି? ହଁ ଆଉ ଏଜୁକେସନ ଟା ପୁରା ଠିକ ଥିଲା। କେତେ ଆଟେଣ୍ଡ କରିଥିଲ? ସାର୍ ଏଜୁକେସନ ରେ ସବୁ ତକ ଆଟେଣ୍ଡ କରିଦେଇଥିଲି। ହଁ ଏ ସବୁ ଇଜି ଥିଲା ମାନେ ନାଇଁ? ଟିଚିଂ ଆପ୍ଟିଟ୍ୟୁଡ ସବୁଟା। ହଁ ସେ ନର୍ମାଲ ସେ କ୍ଲାସ ବେସିକ ରେ ମାନେ ଟିଚର ଆଉ ଷ୍ଟୁଡେଣ୍ଟ ର ସମ୍ପର୍କ କେମିତି। ହୁଁ ହୁଁ। ଆଉ କୋଉ ମାନେ ଆଉ କଣ ଆଉ କୋଶ୍ଚିନ୍ ସାର୍ ମନେ ଅଛି କି ତମର? ସମାନତାର ଅଧିକାର ଗୋଟେ ପଡିଥିଲା। ହଁ ସମାନତାର ଅଧିକାର ଗୋଟେ ପଡିଥିଲା ନାଇଁ, ଅଧିକାର ହଁ ହଁ ମୌଳିକ ଅଧିକାର ରିଲେଟେଡ। ହଁ। ଆଉ ସିଡ୍ୟୁଲ ର ବି ଆସିଥିଲା, କୋଉ ସିଡ୍ୟୁଲ ଆସିଥିଲା? କଣ କହିଲେ ସାର୍? ସିଡ୍ୟୁଲ ଯୋଉ ତମର ମାନେ 11 ସିଡ୍ୟୁଲ ପଞ୍ଚାୟତ ରାଜ ରହୁଛି, ମ୍ୟୁନିସିପାଲିଟିଜ? ନା। ସେମିତି ଆସିନି, ମାନେ ସବୁ କାଲିକି ଆସିବ କହିଥିଲେ। ହଁ। ଆଉ ଆଉ କୋଉ ଟପିକ ଆସିଥିଲା ଟିକେ ମନେ ପଇଲ? ତୁମର ଡାଇରେକ୍ଟ କୋଶ୍ଚିନ୍ କଣ ମନେ ଅଛି ମତେ କୁହ? ଯୋଉ ଟପିକ ହେଲେ ବି କୋଶ୍ଚିନ୍ କଣ ମନେ ଅଛି ଆଉ? ହିଷ୍ଟ୍ରିର ସାର୍ ସେମିତି କିଛି ହବନି। ନାଇଁ ଅଲଗା ଟପିକ ର ବି କୋଶ୍ଚିନ୍ କଣ ମନେ ଅଛି ଆଉ? ଓଡିଆରେ ଆସିଲେ ସାର୍ ସଂସ୍କୃତରୁ କେତୋଟି ଶବ୍ଦ ଆସିକି ଆମ ଇଏରେ ମିଶିଛି? ହଁ ସଂସ୍କୃତରୁ କେତୋଟି ଶବ୍ଦ ଆସି ଓଡିଆରେ ମିଶିଛି? ହଁ। ଆଉ କଣ ଥିଲା? ହଁ। ଓଡିଆର କୃଦନ୍ତ ତଦିତର ଏକ୍ସାମ୍ କୋଶ୍ଚିନ୍ ଆସୁନାହିଁ। ନାଇଁ ସାର୍। ବିଭକ୍ତି? ବିଭକ୍ତିର ସାର୍ ଆସିଥିଲା ଗୋଟେ। କୋଉ କଣ ଥିଲା କୋଶ୍ଚିନ୍, ମାନେ କୋଉ ଟାଇପ ର ଥିଲା? ବିଭକ୍ତି କୋଶ୍ଚିନ୍ ଟା ସାର୍ ମନେ ନାହିଁ। ଆସିଥିଲା କିନ୍ତୁ ବିଭକ୍ତି ବିଭକ୍ତିରୁ ଆସିଥିଲା। ଆସିଥିଲା ନାଇଁ? ହଁ। ସମାସ? ନା। ନାଇଁ। ତୁମର ଆଉ କଣ ରହିଲା? ହଁ ତୁମର ଯୋଉ ଥିଲା ନା କଠୋରୀ କମିଶନ ହେଲା, ବିଭିନ୍ନ ପ୍ରକାର କମିଶନ ଅଛି ନାଇଁ? ନାଇଁ କମିଶନ ଆସିନି ସାର୍। ମୁଦାଲିୟାର କମିଶନ, ସେକେଣ୍ଡାରୀ କମିଶନ, ନା ନ୍ୟାସନାଲ ସାର୍ ଏଜୁକେସନ ଆସିନି। ପଲିସି? ହଉ ଛାଡନ୍ତୁ, ବହୁତ ଗୁଡେ କୋଶ୍ଚିନ୍ ଯାହା ବି କହିଲେ ଆପଣ, ହଉ ଧନ୍ୟବାଦ। ଆଉ ଆଜ୍ଞା ହଉ ରହୁଛି, ମୁଁ ତୁମର ଏଇ ଭିଡିଓଟିକୁ ମାନେ ପବ୍ଲିଶ କରୁଛି ହେଲା। ଆଜ୍ଞା ହଉ ରହୁଛି। ଆଜ୍ଞା।